କାଳପୁରୁଷର ତୃତୀୟ ରାଶି ହେଉଛି ମିଥୁନ ରାଶି। ସେହି ମିଥୁନ ରାଶିର ବ୍ୟକ୍ତିମାନଙ୍କ ପାଇଁ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ କିଭଳି ଫଳ ପ୍ରଦାନ କରିବ, ଆଜି ଆମେ ଏହି ଭିଡ଼ିଓରେ ଆଲୋଚନା କରିବା। ନମସ୍କାର, ମୁଁ ସୁଆଶିଷ ପୁଣିଥରେ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜି ଆମେ ଡିଟେଲ୍ସରେ ଆଲୋଚନା କରିବା କି 14 ଜାନୁଆରୀ 2026 ସନ୍ଧ୍ୟା 3:06 ସୂର୍ଯ୍ୟ ଯେଉଁ ତାଙ୍କର ରାଶି ପରିବର୍ତ୍ତନ କରିବେ, ତାହା ଫଳରେ ଯେତେ ସବୁ ମିଥୁନ ରାଶିର ବ୍ୟକ୍ତି ଅଛନ୍ତି ତାଙ୍କୁ କ'ଣ ସବୁ ଶୁଭ ଅଶୁଭ ଫଳ ମିଳିବ, ସେ ବିଷୟରେ ତ ଡିଟେଲ୍ସରେ ଆଲୋଚନା କରିବା। ତା ପୂର୍ବରୁ ସବୁବେଳେ ଗୋଟେ ରିକ୍ୱେଷ୍ଟ କରିବାକୁ ଚାହିଁବି କି ଯେଉଁମାନେ ବି ଏଯାଏଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଆଉ ପାଖ ଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରନ୍ତୁ, ଯାହାଦ୍ୱାରା କି ମୁଁ ଆଗକୁ ଯାହା ବି କିଛି ଭିଡ଼ିଓ ଦେବି ତା ନୋଟିଫିକେସନ୍ ଆପଣମାନଙ୍କୁ ଠିକ୍ ସମୟରେ ମିଳିଯିବ। ତା ସହିତ ଭିଡ଼ିଓ ଭଲ ଲାଗୁଥିଲେ ଭିଡ଼ିଓ ତଳେ ହାଇପ୍ ମଧ୍ୟ ଦେଇପାରିବେ ଏବଂ ଚ୍ୟାନେଲରେ ଜଏନ୍ ହେଇକି କିଛି ବେନିଫିଟ୍ ମଧ୍ୟ ପାଇପାରିବେ। ଯଦି ଆମେ ମିଥୁନ ରାଶି କଥା କହିବା, ତାହେଲେ ମିଥୁନ ରାଶିର ଯେତେ ସବୁ ବ୍ୟକ୍ତି ଅଛନ୍ତି ତାଙ୍କ ପାଇଁ ସୂର୍ଯ୍ୟ ହେଉଛନ୍ତି ତୃତୀୟ ଭାବର ଅଧିପତି। ସୂର୍ଯ୍ୟ ତୃତୀୟ ଭାବର ଅଧିପତି ହୋଇ ଅଷ୍ଟମ ଭାବରେ ଗୋଚର କରିବେ ଏବଂ ଏହି ଗୋଚର କାଳରେ ସୂର୍ଯ୍ୟଙ୍କ ସହିତ ମଙ୍ଗଳ, ବୁଧ ଏବଂ ଶୁକ୍ର ମଧ୍ୟ ମିଶିକି ଗୋଚର କରିବେ, ଯାହାଦ୍ୱାରା କି ଚତୁର୍ଗ୍ରହ ଯୋଗ ମଧ୍ୟ ସୃଷ୍ଟି ହେବ। କିନ୍ତୁ ତୃତୀୟ ଭାବର ଅଧିପତି ହୋଇ ଅଷ୍ଟମ ଭାବରେ ଗୋଚର କରିବା ଏତେ ଶୁଭଙ୍କର ନୁହଁ। ଏହି ସମୟରେ ଆପଣମାନଙ୍କୁ ମିଶ୍ରିତ ଫଳ ମିଳିବ। ଆପଣମାନେ ଦେଖିବେ କି ଆପଣମାନଙ୍କର ଯେଉଁ ଏନର୍ଜି ଅଛି ଆଉ ପରାକ୍ରମ ଅଛି ସେଥିରେ ନ୍ୟୁନତା ଆସିପାରେ। ତା ସହିତ ଏହି ସମୟରେ ଛୋଟ ମୋଟ ଯାତ୍ରା ଆପଣମାନେ ଯଦି ନ କରୁଛନ୍ତି ତାହେଲେ ଆପଣମାନଙ୍କ ପାଇଁ ଭଲ ରହିବ ଏବଂ ଆପଣମାନେ ନିଜ ଛୋଟ ଭାଇ ଭଉଣୀଙ୍କ ସହିତ କେମିତି ଭଲ ସମ୍ପର୍କ ରହିବ, ମତଭେଦ ନ ହେବ ତା ପ୍ରତି ଧ୍ୟାନ ଦେବାକୁ ପଡ଼ିବ ଏବଂ ପରିବାର ସହିତ କିନ୍ତୁ ତାଳମେଳ ଆପଣମାନଙ୍କର ଭଲ ରହିବ। ତା ସହିତ ଆପଣମାନଙ୍କର ଧନ ସ୍ଥିତି ଭଲ ରହିବ, ଧନ ଆଗମନ ମଧ୍ୟ ଆପଣମାନଙ୍କର ଭଲ ରହିବ, ପଦୋନ୍ନତି ମଧ୍ୟ ଆପଣମାନଙ୍କର ହେବ। ଏ ତ ଥିଲା ଯେତେ ସବୁ ମିଥୁନ ରାଶିର ବ୍ୟକ୍ତି ତାଙ୍କ ପାଇଁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ କିଭଳି ଫଳ ଦେବ। ଆଶା କରିବି କି ମୁଁ ଯାହା କହିଲି ଆପଣମାନେ ଠିକ୍ରେ ବୁଝିପାରିଥିବେ। ଆଉ ଯଦି ଭିଡ଼ିଓ ଭଲ ଲାଗିଛି ତାହେଲେ ନିହାତି ରୂପେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ତ ଜମା ବି ଭୁଲନ୍ତୁନି। ଆଜି ପାଇଁ ଏତିକି, ଦେଖା ହେବା ନେକ୍ସଟ ଭିଡ଼ିଓରେ। ରହୁଛି, ନମସ୍କାର।